ଦେଖନ୍ତୁ ଆଜି ଆସିଲେ ବିଜୁ ପଟ୍ଟନାୟକ ଏରୋନଟିକ୍ ମ୍ୟୁଜିୟମ୍ ହଲ୍ ସୁନାବେଡ଼ାକୁ ଆସିଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଦୃଶ୍ୟ। ସୁନାବେଡ଼ା ହଲ୍ରେ ଯେକୌଣସି ଜିନିଷ ତିଆରି ହେଉଛି ତାର ଏହି ମ୍ୟୁଜିୟମ୍ରେ ସ୍ଥାନ ପାଇଛି। ପ୍ରଥମେ ବାହାର ପଟ ଦେଖନ୍ତୁ। ବିଜୁ ପଟ୍ଟନାୟକ ତତ୍ତ୍ୱାବଧାନରେ ହଲ୍ଟି ହୋଇଛି। ଏଠି ହଲ୍ଟି ହେବାର ମୁଖ୍ୟ ଅବଦାନ ବହୁତ ଅବଦାନ ଅଛି ବିଜୁ ପଟ୍ଟନାୟକଙ୍କର। ଦେଖନ୍ତୁ ମ୍ୟୁଜିୟମ୍ ଆଗରେ ପାର୍କ ଅଛି। ପିଲାମାନେ ଆସୁଛନ୍ତି ଖେଳିବା ପାଇଁ। ବିଭିନ୍ନ ପ୍ରକାର ପାର୍କ। ଆମେ ୟାଙ୍କ MD ଠାରୁ ଯାଇଥିଲେ ପୂର୍ବରୁ ହଲ୍ରେ କ'ଣ କ'ଣ ହେଉଛି ଜାଣିବା ପାଇଁ। ଦେଖନ୍ତୁ ଏଇ ଇଞ୍ଜିନ୍ଟି ହେଉଛି ଇଞ୍ଜିନ୍ ତିଆରି ହଲ୍ରେ ହେଉଛି। ତାର ଏକ ନମୁନା ଏଠି ରଖିଛନ୍ତି। ଏଇ ଇଞ୍ଜିନ୍ ହଲ୍ରେ ହେଉଛି। ପଛପଟ କି ପାର୍କ ଅଛି ଦେଖନ୍ତୁ। ଏ ଇଞ୍ଜିନ୍ଟି ହେଉଛି। ପଛପଟ ପାର୍କ ଅଛି। ପିଲାମାନେ ଖେଳିବା ପାଇଁ ଆସୁଛନ୍ତି। ପାର୍କ ତିଆରି ଚାଲିଛି। ଯିବା ଏବେ ବର୍ତ୍ତମାନ ଭିତରକୁ ଯିବା। ଆଗରୁ ଆସିଥିଲି ସର୍ଟ ଭିଡ଼ିଓରେ ଦେଇଥିଲି। ଆଜି ତାଙ୍କର MD ଯିଏ ଅଛନ୍ତି ସୁନାବେଡ଼ା ତାଙ୍କର ଇଣ୍ଟରଭ୍ୟୁ ଆଣିଛି। ତା ସାଙ୍ଗେ ସାଙ୍ଗେ ମ୍ୟୁଜିୟମ୍ଟି ଆପଣମାନଙ୍କୁ ଦେଖିବା ପାଇଁ ଆସିଛି। ଦେଖନ୍ତୁ ଏଇ ଯେଉଁ MIG 21 ଏଇଠି ଏହା 1971 ମସିହା ଯେତେବେଳେ ୱାର୍ ଚାଲିଥିଲା ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଏହାକୁ ବିନିଯୋଗ କରିଥିଲା ଏବଂ ତାହା ଡ୍ୟାମେଜ୍ ହୋଇଯାଇଛି। ଯାହାଫଳରେ ତାକୁ ଏଇଠି ଆଣି ରଖାହେଇଛି। 1971 ମସିହା ପାକିସ୍ତାନ ୱାର୍ ଯେତେବେଳେ ପାକିସ୍ତାନ ବାଂଲାଦେଶ ଚାଲିଥିଲା ସେହି ସମୟରେ ଏଇ ବିମାନଟି ବ୍ୟବହାର କରାଯାଇଥିଲା। ଆମେ ଯିବା ଏବେ ବର୍ତ୍ତମାନ ଭିତରକୁ। ଦେଖନ୍ତୁ କ'ଣ କ'ଣ ତିଆରି ହେଇଛି। ଏଇମାନେ ସବୁ ସାଇଣ୍ଟିଷ୍ଟ ଏଠି ଅବଦାନ ଏମାନଙ୍କର ବିଭିନ୍ନ ସମୟରେ କେଉଁ ସମୟରେ କିଏ ରହିଛନ୍ତି ତାଙ୍କର ସମୟ ବି ମଧ୍ୟ ଏଥିରେ ଲିପିବଦ୍ଧ।
ପ୍ରଥମ ଯିବା ବର୍ତ୍ତମାନ ଦେଖିବା କ'ଣ କ'ଣ ନମୁନା ସବୁ ହେଉଛି। ଦେଖନ୍ତୁ ଏଇସବୁ ତିଆରି ହେଉଛି ଇଞ୍ଜିନ୍ ହଲ୍ରେ। ଏ ମ୍ୟୁଜିୟମ୍ରେ ସ୍ଥାନ ଦେଇଛନ୍ତି HPTR SHFFT डिफ्यूजर ये सब इंजिन सब ये तैयारी होची कौन कौन ये होची तार नमूना प्रदर्शन ये म्यूजियम में स्थान पाई। चलो देखा बर्तमान से इंजिन जाक यही सब स्पेयर पार्ट सब ये हॉल रे तैयारी होची एवं यह परीक्षण पाई बांगालोर रे एक हॉल अच्छी सेठी जाऊँगी सेठारे परीक्षण करा जाउची। यही सब स्पेयर पार्ट सब एठारे तैयारी होची। देखंतु आहुरी मध्य आ गोटे हॉल को हम जाऊचे सेठी मध्य सब इंजिन रो स्पेयर पार्ट सब नमूना सब अच्छी देखंतु यही सब आगे देखंतु यही सब जिनिस तैयारी होची। देखंतु यही सब इंजिन रो ए म्यूजियम रे स्थान पाई नमूना सब करचंती। L31 FP देखंतु यही सब जिनिस स्पेयर पार्ट सब
ହଲ୍ରେ ତିଆରି ହେଉଛି, ତା ମ୍ୟୁଜିୟମ୍ରେ ସାମ୍ପୁଲ୍ ଆକାରରେ ଲୋକ ଜାଣିବା ଉଦ୍ଦେଶ୍ୟରେ ରଖିଛନ୍ତି। ଏଣୁ ଆପଣମାନଙ୍କୁ ଏହା ଦେଖନ୍ତୁ ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ, ସବୁ ଜାଣିବେ। ଏବଂ ମୁଁ ଆପଣଙ୍କୁ ବହୁତ ଅନୁରୋଧ କରୁଛି, ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବିପୁଳ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ମୋର ଇଚ୍ଛା ଶକ୍ତି ଆହୁରି ବଢ଼ିବ। ଆପଣମାନଙ୍କୁ କୋରାପୁଟରେ ଥିବା ଅନେକ ଜାଗାକୁ ନେବି ଦେଖାଇବା ପାଇଁ। ବହୁତ ଜାଗା ଟିକେ ନେଇକି ଯେମିତି ରାଣୀ ଡୁଡୁମା ଦେଖୁଛି ସେଭଳି ସବୁ ଜାଗାକୁ ନେବି ଦେଖାଇବା ପାଇଁ। ଆପଣଙ୍କୁ ଅନୁରୋଧ, ବିପୁଳ ପରିମାଣରେ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଏହିସବୁ ହଲ୍ ଆମେ ଯିବା ହଲ୍ ଭିତରକୁ ଦେଖିବେ କେମିତି ହେଇଛି ସୁନ୍ଦର।